ମୋ ନାଁ କିଟୁ କୁମାର। ମୁଁ ଅନାଥ। ମୋ ବାପା ମା କେହି ନାହାନ୍ତି। ମୋ ପ୍ରେମିକା କୋଏଲ ସହ ରିସେଣ୍ଟଲି ଆମ ମ୍ୟାରେଜ ହୋଇଛି। ଆଜି ଆମ ହନିମୁନ୍। ମୁଁ ଖୁସିରେ ଆମ ବେଡ୍କୁ ଫୁଲରେ ସଜାଇଥାଏ। ରାତି ହେଲା। କୋଏଲ କ୍ଷୀର ଗ୍ଲାସ ନେଇ ଭିତରକୁ ଆସିଲେ। ମୁଁ ଯାଇ କବାଟ ବନ୍ଦ କରି ତାଙ୍କ ବେଡ୍ରେ ବସାଇ ସବୁ ଗହଣା ଖୋଲିଥାଏ। ସେ ଲାଜରେ ମୁହଁ ତଳକୁ କରିଥାନ୍ତି। ତାଙ୍କୁ ଗାଲରେ ଗୋଟେ ପଫି ଦେଇ କୁଣ୍ଡେଇ ବେଡ୍ରେ ଶୁଆଇ ତାଙ୍କ ବଲ୍କୁ ଚିପି ଓଠରେ କିସ୍ କରି ଚାଲିଥାଏ। ତାଙ୍କ ବ୍ଲାଉଜକୁ ଖୋଲି ତାଙ୍କ ଗରା ଗରା ମୋ ପରି ବଲ୍କୁ ମୁହଁରେ ନେଇ ଚୁଇ ଚାଲିଥାଏ। ଠିକ୍ ସେତିକି ବେଳେ ହଠାତ୍ କବାଟ ଠକ୍ ଠକ୍ ଆବାଜ ଆସେ। ଆମେ ଦୁଇ ଜଣ ଚମକି ପଡ଼ୁ ଆଉ ଉଠିଯାଉ। କୋଏଲକୁ ମୁଁ ଦେଖୁଛି କହି କବାଟ ଖୋଲେ। ଦେଖେ ବାହାରେ ମୋ ଶାଶୁ ଛିଡ଼ା ହେଇଛନ୍ତି। ମୁଁ ପଚାରେ, ଶାଶୁ ଆପଣ କିଛି କାମ ଥିଲା କି? ଶାଶୁ ହଁ କହିଲେ। କୋଏଲ ତୁମକୁ କିଛି କହିନି କି? ମୁଁ କହିଲି ନା ତ, ସେମିତି କିଛି କହିନାହାନ୍ତି। ଶାଶୁ କହିଲେ ଠିକ୍ ଅଛି, ତମେ ଆରାମରେ କୋଏଲ ସହ କଥା ହୋଇଯାଅ, ମୁଁ ୱେଟ୍ କରିଛି। ମୁଁ କିଛି ବୁଝିପାରୁନଥାଏ ଶାଶୁ କ'ଣ କହିବାକୁ ଚାହୁଁଥିଲେ। ମୁଁ କବାଟ ବନ୍ଦ କରି କୋଏଲକୁ ପଚାରେ, କୋଏଲ କ'ଣ କଥା? ତମ ମା କ'ଣ କହିବାକୁ ଚାହୁଁଥିଲେ? କୋଏଲ ମୋ କଥା ଶୁଣି ସିରିୟସ୍ ହୋଇଗଲେ ଆଉ ମୋ ହାତ ଧରି କହିଲେ, ତୁମ ବିନା ଅନୁମତିରେ ମୁଁ ବହୁତ ବଡ଼ ଗୋଟିଏ ନିଷ୍ପତ୍ତି ନେଇଯାଇଛି। କାରଣ ମୁଁ ତୁମକୁ ହରାଇବାକୁ ଚାହୁଁନଥିଲି। ମୁଁ ତୁମକୁ ବହୁତ ଭଲ ପାଏ। ତାପରେ ମୁଁ କହିଲି, କ'ଣ କଥା ମୋତେ ଖୋଲିକି କୁହ। ତାଙ୍କ ହାତ ମୋ ଗାଲରେ ଆଉଁସି କହିଲେ, ଠିକ୍ ଅଛି ଶୁଣ। ସବୁ କଥା ଜାଣିବା ପାଇଁ ଆମକୁ 5ରୁ 6 ବର୍ଷ ତଳକୁ ଯିବା ପାଇଁ ପଡ଼ିବ। ମୁଁ ଗୋଟେ ଅନାଥ ପିଲା। ମୁଁ ଅନାଥ ଆଶ୍ରମରେ ରହୁଥାଏ। ଅନାଥ ସ୍କୁଲରେ 10ମ ପାସ୍ କରିଥାଏ ଭଲ ରେଜଲ୍ଟରେ। ମୋର ଇଚ୍ଛା ଥାଏ ମୁଁ ଭଲ ପାଠ ପଢ଼ି ଗୋଟେ ଚାକିରି କରିବି। ତେଣୁ 10ମ ପରେ ମୁଁ ଅନାଥ ଆଶ୍ରମ ଛାଡ଼ି ବାହାରେ ରହିଲି। ଗୋଟେ ଭଡ଼ା ଘର ନେଇ କାମ କରି ଗୋଟେ ଭଲ କଲେଜରେ ଆଡ଼ମିସନ୍ ହେଲି। ସେଇଠି କୋଏଲ ମଧ୍ୟ ଆଡ଼ମିସନ୍ ହୋଇଥାନ୍ତି। ମୁଁ ଅନାଥ ବୋଲି କେହି ମୋ ସହିତ ମିଳାମିଶା କରୁନଥାନ୍ତି। ମୁଁ ମୋ କ୍ଲାସ୍ କରେ ଆଉ ସିଧା ରୁମ୍କୁ ଆସେ। ଦିନେ ମୁଁ କ୍ଲାସ୍ରେ ଏକୁଟିଆ ବସିଥାଏ। କୋଏଲ ଆସି ମୋ ସହ କଥା ହେଲେ। ଆମେ ଆମ ଦୁହିଁଙ୍କ ବ୍ୟାକଗ୍ରାଉଣ୍ଡ ବିଷୟରେ ଇଣ୍ଟ୍ରୋଡ୍ୟୁସ୍ ହେଲୁ। ମୋ ବିଷୟରେ ସବୁ ଜାଣିଲେ ଆଉ ତାଙ୍କ ବିଷୟରେ ମୁଁ ଜାଣିବାକୁ ପାଇଲି ତାଙ୍କ ବାପା ଗୋଟେ ଆକ୍ସିଡେଣ୍ଟରେ ମରିଯାଇଛନ୍ତି ଯେତେବେଳେ କୋଏଲ 3 ମାସର ହୋଇଥିଲେ। ଆମରି ବନ୍ଧୁତା ବଢ଼ିବାକୁ ଲାଗିଲା। ପରବର୍ତ୍ତୀ ସମୟରେ ବନ୍ଧୁତାରୁ ପ୍ରେମରେ ପରିଣତ ହେଲା ଆଉ ସାରା କଲେଜରେ ଆମରି ପ୍ରେମର ଚର୍ଚ୍ଚା ହେଉଥିଲା। ଆମେ ସବୁ କାମ ସାଥିରେ କରୁଥାଉ। ସମୟ ପାଇଲେ ପାର୍କରେ ବୁଲାବୁଲି କରୁଥାଉ। ହାତ ଧରାଧରି ଲିପ୍ କିସ୍ ଏମିତି ଉପରିଆ ଶାରୀରିକ ସମ୍ବନ୍ଧ ବଢ଼ିଲା। ଏମିତି +2 +3 ସାଥିରେ କମ୍ପ୍ଲିଟ୍ କଲୁ। ମୋର +3 ପରେ ଗୋଟେ କମ୍ପାନୀରେ ଜବ୍ ହୋଇଗଲା। ମୁଁ ବାହାରେ ରହି ଜବ୍ କଲି। ସେ ତାଙ୍କ ଘରେ ରହି ମାଆକୁ ସାହାଯ୍ୟ କଲେ କାମରେ। ଆମେ ଫୋନରେ କଥାବାର୍ତ୍ତା ହେଉଥାଉ। ସପ୍ତାହରେ ଥରେ ଆସେ ତାଙ୍କୁ ଦେଖା କରିବା ପାଇଁ। ତାଙ୍କ ମା ତାଙ୍କୁ କୁଆଡ଼େ ଯିବା ପାଇଁ ଦେଉନଥିଲେ। ମୁଁ ରାତିରେ ଲୁଚିକି ତାଙ୍କ ରୁମ୍କୁ ଦେଖା କରିବା ପାଇଁ ଯାଏ। ବହୁତ ସାରା କଥା ହଉ। ତାଙ୍କ ଗୋଲାପୀ ଓଠକୁ କାମୁଡ଼ି କିସ୍ କରେ। ତାଙ୍କ ବଡ଼ ବଡ଼ ଗୋଲ ଗୋଲ ବଲ୍କୁ ଧରି ଚିପି ଚାଲେ। ମୁହଁରେ ନେଇ ଚୁହିବାକୁ ଲାଗେ। ଭରପୁର ରୋମାନ୍ସ କରେ ଦୁହେଁ। ସେ ବେଶୀ କିଛି କରିବାକୁ ଦିଅନ୍ତିନି। କୁହନ୍ତି ସବୁ ମ୍ୟାରେଜ ପରେ କରିବା। ମୁଁ ଠିକ୍ ଅଛି କୁହେ। ଏମିତି 2 ବର୍ଷ ବିତିଯାଏ। ଗୋଟେ ଦିନ ମୁଁ ଦେଖା କରିବାକୁ ଯାଇଥାଏ। ଆମେ କଥାବାର୍ତ୍ତାରେ ଆଉ ରୋମାନ୍ସରେ ଏତେ ହଜିଯାଇଥାଉ ଯେ କିଛି ଜାଣିପାରିନଥିଲେ କି ତାଙ୍କ ମା ଆସୁଛନ୍ତି ବୋଲି। ତାଙ୍କ ମା ଆମକୁ ଦେଖି ତାଙ୍କ ରୁମ୍ରେ କୋଏଲକୁ ଗୋଟେ ଚାପୁଡ଼ା ମାରି କହିଲେ, କୋଏଲ ତୁ ଏମିତି କରିବୁ ମୁଁ କେବେ ଭାବିନଥିଲି। କୋଏଲ କାନ୍ଦି କାନ୍ଦି କହିଲେ, ମା ମୁଁ କିଟୁକୁ ବହୁତ ଭଲ ପାଏ। ଆଉ ମୁଁ କହିଲି, ଆମେ ପରସ୍ପରକୁ ବହୁତ ଭଲ ପାଉ ମାଉସୀ। ସେ ମୋତେ ରାଗିକି କହିଲେ, ତମେ ଏଠୁ ପଳାଅ। ମୁଁ ସେଠାରୁ ପଳାଇ ଆସିଲି। କୋଏଲ ତାଙ୍କ ମାଆକୁ ବହୁତ ବୁଝାଇଲା ପରେ ତାଙ୍କ ମା ରାଜି ହୁଅନ୍ତି ଆଉ କୁହନ୍ତି, ମୁଁ ତୁମମାନଙ୍କର ସବୁ କଥା ଜାଣିଛି। ଯେବେଠୁ ତୁମେ ରୁମ୍ରେ ଦେଖା କରୁଛ ଆଉ ରୋମାନ୍ସ କରୁଛ ମୁଁ ସବୁ ଦେଖେ ଆଉ କୁହନ୍ତି ଗୋଟେ କଣ୍ଡିସନରେ ତୁମମାନଙ୍କର ମ୍ୟାରେଜ ହେବ। କୋଏଲ କୁହନ୍ତି, କ'ଣ ମା ମୁଁ ସବୁ କରିବାକୁ ରାଜି ଅଛି। ତାଙ୍କ ମା କୁହନ୍ତି, ତୁ ନୁହେଁ କିଟୁକୁ କରିବାକୁ ହେବ। କୋଏଲ କୁହନ୍ତି, ହଁ ମା କିଟୁ ବି କରିବେ ଯାହା ତମେ କହିବ। ତାଙ୍କ ମା କୁହନ୍ତି, ତୁ ତ ଜାଣିଛୁ କୋଏଲ ତୋ ବାପା ମୋର ଯୌବନ ସମୟରେ ମରିଯାଇଛନ୍ତି। ମୁଁ ସେକ୍ସର ମଜା ନେଇପାରିନି କେବେ ବି ଠିକ୍ସେ। ମୁଁ ତୁମମାନଙ୍କର
ରୋମାନ୍ସକୁ ଦେଖି ସମ୍ଭାଳି ପାରେନି। ବହୁତ ଆଙ୍ଗୁଳି ମାରେ, ବାଇଗଣ ପୁରାଏ। ତୋ ମ୍ୟାରେଜ ପରେ କିଟୁ ମୋ ସହ ଫାଷ୍ଟ ଶୋଇବ। ତୋ ହନିମୁନ୍ ଦିନ ମୋତେ ଗେଇ ଖୁସି କରିବ। ଯଦି ହଁ ତେବେ ତମମାନଙ୍କର ମ୍ୟାରେଜ ହେବ। ନହେଲେ ନାହିଁ। ଏକଥା ଶୁଣି କୋଏଲ ସଦ୍ମା ହୋଇଗଲେ। ସେ ମୋତେ ବି ହରେଇବାକୁ ଚାହୁଁନଥିଲେ। ସେ ହଁ କହିଲେ। କହିଲେ ମୁଁ କିଟୁକୁ ବୁଝାଇଦେବି ମା, ସେ ଆମ ହନିମୁନ୍ ଦିନ ତମ ସହ ଶୋଇବେ। ମୁଁ ଏକଥା ଶୁଣି କୋଏଲକୁ କହିଲି, ଏସବୁ କଥା ମୋତେ ଆଗରୁ କହିଲନି କି ପାଇଁ କୋଏଲ? କୋଏଲ କହିଲେ, ମୁଁ ତୁମକୁ ହରେଇବାକୁ ଚାହୁଁନଥିଲି କିଟୁ। ମୁଁ ତୁମକୁ ବହୁତ ଭଲ ପାଏ। ଆଇ ଏମ୍ ସରି। ପ୍ଲିଜ୍ ମୋ ପାଇଁ ଥରେ ମୋ ମା ସହ ଶୋଇଯାଅ। ତାକୁ କେହି ସନ୍ତୁଷ୍ଟ କରନା ପ୍ଲିଜ୍ କିଟୁ। ମୁଁ କହିଲି ଠିକ୍ ଅଛି, ତୁମ ପାଇଁ ମୁଁ କିଛି ବି କରିବି। ବାସ୍ ଥରେ, ଆଉ କରିବିନି। ଆମେ ପରସ୍ପରକୁ କୁଣ୍ଢେଇ ନିଜକୁ ସାନ୍ତ୍ୱନା ଦେଲୁ। ତାପରେ କୋଏଲ ବାହାରକୁ ଗଲେ, ତାଙ୍କ ମାଆକୁ ଭିତରକୁ ପଠାଇଲେ। ମୋ କବାଟ ବନ୍ଦ କରି ମୋ ଶାଶୁକୁ ନେଇ ବେଡ଼ରେ ଶୁଆଇଲେ। ତାଙ୍କର ସବୁ କଲେ, ରୋମାନ୍ସ କଲେ। ତାଙ୍କ ଗଳା ଗଳା ଦୁଇଟି ବଲ୍କୁ ଚିପି ଚାଲିଲେ। ତାଙ୍କର ବଲ୍ ଗୁଡ଼ା ଏବେ ବି ଟାଇଟ୍ ଥିଲା। ମୁଁ ଖୋଲି ଚୋଇବାକୁ ଲାଗିଲି। ତାଙ୍କର ଠିକିଟିକୁ ମୋ ଜିଭରେ ଚାଟି ତାଙ୍କ ଠିକିରେ ମୋର କାଚର ପରି ଭାଣ୍ଡକୁ ପୁରାଇ ଦେଲି। ରିଧମ୍ ଗାଇଲି। ସେ ଆଉ ଟିକେ ଜୋର ଜୋର କହି କିଟୁ କହୁଥାନ୍ତି। ମୁଁ ତାକୁ ଜୋର ଜୋର ଗେଇ ଚାଲିଲି। ତାପରେ ତାଙ୍କୁ ଉଠାଇ କୋଳରେ ବସାଇ ଗେଇବାକୁ ଲାଗିଲି। ଡଗି ପଜରେ ଗେଇଲି, କେତେବେଳେ ଶୋଇକି ଗେଇଲି, ରାଣ୍ଡାମ ଗେଇଲି। ମୋ ଶାଶୁଙ୍କ ପିଆ କାଟିବାକୁ ଲାଗିଲା। ସେ କହିଲେ ଠିକ୍ ଅଛି, ଆଉ ନାହିଁ କିଟୁ, ମୁଁ ସନ୍ତୁଷ୍ଟ ହୋଇଗଲି କହିଲେ। ତାପରେ ଆମେ ବାହାରକୁ ଗଲୁ। କୋଏଲ ଭିତରକୁ ଆସିଲେ। ତାପରେ ଆମେ କୋଏଲ ସହିତ ହନିମୁନ୍ କଲୁ।